নমস্কার। ବହୁତ ଦିନ ପରେ ବୋଧେ ଗୋଟେ ଭିଡିଓ ମୁଁ କରୁଛି। କିଛି କିଛି ମନ କଥା କହିବାର ଅଛି, ସେୟାର କରିବାର ଅଛି। ଦୟା କରିକି ମୋ କଥାଟାକୁ ବୁଝିବାକୁ ଚେଷ୍ଟା କରିବେ। ମୁଁ ଗୋଟେ ଭିଡିଓ ଦେଖିଲି ଏବେ, ଭାରି ଡିଷ୍ଟର୍ବ ହେଇଗଲି। ଜଣେ ମେଲ୍ ଆର୍ଟିଷ୍ଟ, ସିନିୟର, ବହୁତ ଭଲ ଆର୍ଟିଷ୍ଟ, ବହୁତ ଭଲ ସେ ଆକ୍ଟିଂ ବି କରନ୍ତି। ଆଉ ଜଣେ ଫିମେଲ ଆର୍ଟିଷ୍ଟକୁ, ସେ ବି ବହୁତ ମୋଠୁ ସାନ ହେଲେ ବି ସେ ବହୁତ ଭଲ କାମ କରୁଛି। ତାଙ୍କୁ କହୁଛି ଯେ ଜୟ ଜଗନ୍ନାଥ ନୁହେଁ, ଜୟ ଶ୍ରୀ ଜଗନ୍ନାଥ କହିବା ପାଇଁ। ମୁଁ ଜଣାଇ ଦିଏ, ମୁଁ ଯେତେବେଳେ 2013 ମସିହାରେ ଆସିଥିଲି ଓଡ଼ିଶାରେ, ପ୍ରଥମ ଥର ପାଇଁ ଯେତେବେଳେ ମୁଁ ପୁରୀ ଧାମରେ ଯେତେବେଳେ ଯାଇଥିଲି, ମୁଁ ଦେଖିଲି ସେଠି ପ୍ରତ୍ୟେକ ଓଡ଼ିଆ ଜୟ ଜଗନ୍ନାଥ କହିକି ଡାକୁଛନ୍ତି, କି କାଳିଆ କହିକି ଡାକୁଛନ୍ତି, କି ଜଗା କହିକି ଡାକୁଛନ୍ତି। ମୁଁ ସେତେବେଳେ ବୁଝିଲି ଭଗବାନ ଗୋଟେ, କିନ୍ତୁ ନା ବହୁତ ଗୁଡ଼େ। କିଏ ଜଗାକୁ ତାର ସାଙ୍ଗ କହୁଛି, କିଏ ଜଗାକୁ ତାର ଭାଇ କହୁଛି, କିଏ ବାପା କହୁଛି। ଆମ ସମସ୍ତଙ୍କର ଅଧିକାର ଅଛି ଆମେ କେମିତି ଭାବରେ ଆମ ଭଗବାନକୁ ଆମ ଆଖିରେ ଦେଖିବା। ଭଗବାନ ଆମ ଆଖିରେ ସେ ନିଜେ ବି ଦେଖିବାକୁ ଚାହାନ୍ତି ବୋଧେ, ଯେ କିଏ ମତେ କେମିତି ଭାବେ ଭଲ ପାଉଛି। ଯେହେତୁ ମୁଁ ଏକା ଥିଲି ଏଠି, ମୁଁ ଜଗାକୁ ମୋର ସାଙ୍ଗ କରିଲି। ଆଉ ସାଙ୍ଗ କହିକି ଆଜି 13 ବର୍ଷ ହେଇଗଲା, କିନ୍ତୁ ବିଶ୍ୱାସ କରନ୍ତୁ ଗୋଟେ ଦିନ ବି ମତେ ସ୍ୱପ୍ନରେ ବି ସେ କହିନାହାନ୍ତି କି ତୁ କାହିଁକି ମତେ ସାଙ୍ଗ କହିକି ଡାକୁଛୁ, ମତେ ତୁ ଭଗବାନ ଭାବେ ଦେଖ। ବୋଧେ ମୁଁ ଭାବୁଛି ମୋର ଭଲ ପାଇବା ତାଙ୍କ ପ୍ରତି ସମ୍ମାନ ମୁଁ ଆକ୍ଚୁଆଲି ବୁଝିପାରୁନି ମୁଁ ଆଉ କେମିତି ଭାବେ କଣ କହିପାରିବି। ଏତିକି କହିବି କି ସାନ ବେଳଠୁ ମୁଁ ମୋ ମାକୁ ମା କହିକି ଡାକିଛି, ବାବାକୁ ବାବା କହିକି ଡାକିଛି, କିନ୍ତୁ ମୋ ଛୁଆ ମତେ ମାମା କହିକି ଡାକେ, ଆଉ ତାଙ୍କ ପାପାକୁ ପାପା କହିକି ଡାକେ। ମୁଁ ଆଜିକା ଡେଟ୍ରେ ମୁଁ ଚାହିଁଲେ ବି ମୁଁ ମୋ ମା ବାବାକୁ ମାମା ପାପା କହିକି ଡାକି ପାରିବି ନାହିଁ, କି ଆଜି ମୁଁ ମୋ 4 ବର୍ଷର ଛୁଆକୁ ବି କହିବି ପାରିବିନି ଯେ ମାମାକୁ ମା ବାବା କହିକି ଡାକୁ। ଛୁଆ ସ୍କୁଲରେ ଯାଉଛି, ସେ ଦେଖୁଛି ତାଙ୍କ ଫ୍ରେଣ୍ଡ ତାଙ୍କ ମା ବାବାକୁ କେମିତି ଭାବେ ଡାକୁଛି। ମୁଁ ଗୋଟେ କଥାରେ ବିଶ୍ୱାସ କରେ କି ଭଗବାନଙ୍କୁ ନିଷ୍ଠା ସାଙ୍ଗରେ ପୂଜା କରନ୍ତି, ଦିନ ରାତ୍ରି ପୂଜା କରନ୍ତି, ଆଉ କିଏ ଭଗବାନଙ୍କୁ ପୂଜା କରୁନାହାନ୍ତି, କିନ୍ତୁ ମନ ଭିତରେ ସେ ନିଶ୍ଚିତ ରୂପେ ପୂଜା କରନ୍ତି। ତାଙ୍କୁ ପ୍ରତ୍ୟେକ ସୁଖ ଦୁଃଖର ସାଥୀ କରିଛନ୍ତି, ଭଗବାନଙ୍କୁ ଡାକନ୍ତି। ଯେ ପୂଜା ଦିନ ରାତି କରୁଛନ୍ତି ସିଏ ଜଣେ ଭଗବାନର ପାଖ ଲୋକ, ଆଉ ଯିଏ ପୂଜା ନା କରିକି ଜଗନ୍ନାଥକୁ ଦିନ ରାତି ମନରେ ଡାକୁଛନ୍ତି ସେ ପାଖ ଲୋକ ନୁହେଁ। ମୁଁ ଏଇ କଥାରେ ବିଶ୍ୱାସ କରେ ନା। ସାଧାରଣତଃ କଣ ହୁଏ, ଆମେ ଘରେ ଦେଖେ ଆମ ମା ମାନେ ପୂଜା କରନ୍ତି, ବାବା ମାନେ ତ ଅଫିସରେ ଯାଆନ୍ତି, କାମ କରନ୍ତି, ସେମାନେ ଆଉ ଦିନ ରାତି ପୂଜା କରୁନାହାନ୍ତି। ତାର ମାନେ ଏଇ ନୁହେଁ କି ମା ପାଖରେ ଭଗବାନ ଅଛନ୍ତି ଆଉ ବାବା ପାଖରେ ଭଗବାନ ନାହିଁ। ଭଗବାନ ସମସ୍ତ ସାଙ୍ଗରେ ଅଛନ୍ତି, ସମସ୍ତ ପାଖରେ ଅଛନ୍ତି, ସମସ୍ତଙ୍କର ହୃଦୟରେ ଅଛନ୍ତି। ଯିଏ ଯେମିତି ଭାବେ ଭଗବାନଙ୍କୁ ଦେଖିବେ, ଯିଏ ଯେମିତି ଭାବେ ଭଗବାନଙ୍କୁ ବୁଝିବେ, ଯିଏ ଯେମିତି ଭାବେ ଭଗବାନଙ୍କୁ ଭଲ ପାଇବେ। ମୋ ଜୀବନରେ ଗୋଟେ ଓଡ଼ିଶାରେ ଆସିବା ପରେ ଗୋଟେ କମି ଥିଲା, ମୋର ଗୋଟେ ସାଙ୍ଗ ଯାହାକୁ ମୁଁ ମୋର ସୁଖ ଦୁଃଖର କଥା କହିବି। ମୁଁ ତାକୁ ସାଙ୍ଗ ରୂପରେ ନେଲି। ଆଜି ମୋ 2 ଝିଅ
ସେ ସଦାବେଳେ ଭାଇ ଭାଇ କହେ। ତାଙ୍କୁ ଲାଗିଲା କି ମୋ ଭାଇ ହଉଛି ମୋ ଜଗା। ସେ ଭାଇ ଭାଇ କହିକି ଡାକିଲେ। ତା ମାନେ କଣ ଜଗା ରାଗି ଯିବେ ମୋ ଛୁଆ ଉପରେ ନା ମୋ ଉପରେ? ଭୁଲ କଥା। କୋଉ ଷ୍ଟେଟରେ କିଏ କେମିତି ଭାବେ ଭଗବାନଙ୍କୁ ଡାକୁଛନ୍ତି, ସେ କହୁଛନ୍ତି କି ଅଲଗା ଷ୍ଟେଟରେ ଜୟ ଶ୍ରୀ ରାମ କହିକି ଡାକା ହୁଏ, ହେଇଥିବ। କିନ୍ତୁ ଆମ ଷ୍ଟେଟରେ, ମୁଁ ତ ଅଲଗା ଷ୍ଟେଟରୁ ଆସିଥିଲି, ମୁଁ ତ ଏଇ ଷ୍ଟେଟରେ ଆସିଲା ପରେ ଜାଣିଲି କି ଜଗାକୁ ସବୁ ଭାବରେ ଡାକି ହବ। ଜଗାକୁ ଜଗା କହିକି ଡାକି ହବ, କାଳିଆ କହିକି ଡାକି ହବ, ଜୟ ଜଗନ୍ନାଥ କହିକି ଡାକି ହବ। ଅଲଗା ଷ୍ଟେଟରେ କିଏ କେମିତି ଭାବେ ଡାକୁଛନ୍ତି ମୁଁ ଜାଣିନି, କିନ୍ତୁ ମୁଁ ଜାଣିଛି ଚାରି ଧାମ ଭିତରେ ଜଗନ୍ନାଥ ପୁରୀ ଗୋଟେ ଧାମ। ଜଗତେ ନାଥ ଜଗନ୍ନାଥ। ସେଥିପାଇଁ এই ভিডিওটা ମୁଁ କରିଲି। ଆଶା କରୁଛି କି ଜଜମେଣ୍ଟାଲ ନା ହବା ପାଇଁ। ଯିଏ ଯେମିତି ଭାବେ ଯାହାକୁ ଡାକିଲା କିଛି ଅସୁବିଧା ନାହିଁ। ଯିଏ ଯେମିତି ଭାବେ ଡାକିଲା, ଭଗବାନ ସମସ୍ତଙ୍କର, ସମସ୍ତ ତାଙ୍କ ହିସାବରେ ଡାକିବା କଥା। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ। लेटेस्ट न्यूज अपडेट पाई www.nowodisha.com को लॉगिन करंतु।